ନଗର ଘଟଣା। ରାବଣ କାନ୍ଦୁଥିଲେ। ମନ୍ଦୋଦରୀ ରାବଣକୁ କହିଲେ, କାହିଁକି କାନ୍ଦୁଛନ୍ତି? ରାବଣ କହିଲେ, ସୀତାଙ୍କୁ ଉଠେଇକି ନେଇ ଆସିଲି ସିନା, ସୀତା ମୋତେ ଭଲ ପାଉନାହାନ୍ତି। ସୀତା ଶ୍ରୀରାମଙ୍କୁ ମନେ ପକାଇ ଭଲ ପାଉଛନ୍ତି। ସେଥିପାଇଁ ମୋତେ କାନ୍ଦ ଲାଗୁଛି। ଏମିତି ଦୁଷ୍ଟ କାମ ଦେଖି ମନ୍ଦୋଦରୀଙ୍କୁ ଭଲ ଲାଗିଲା ନାହିଁ। ପତିବ୍ରତା ନାରୀ ନା। ରାବଣକୁ ଚାହିଁଲେ, କହିଲେ, ଗୋଟିଏ କାମ କର। ରାମଙ୍କର ବେଶ ଧାରଣ କରି ସୀତାଙ୍କ ସାମ୍ନାକୁ ଯାଅ। ତୁମକୁ ଭଲ ପାଇବେ। ରାବଣ ଭାବିଲା, ମନ୍ଦୋଦରୀ ଏମିତି ସୁଯୋଗ ଦେଲେଣି, ମୁଁ ଚେଷ୍ଟା କରିବି। ତାପରେ ବି ରାବଣ ବହୁତ କାନ୍ଦିଲେ। ମନ୍ଦୋଦରୀ କହିଲେ, ଏତେ ସୁଯୋଗ ଦେଲା ପରେ ବି କାନ୍ଦୁଛ କାହିଁକି? ରାବଣ କହିଲେ, ମୁଁ ଯଦି ରାମଙ୍କ ବେଶ ଧାରଣ କରିବି, ତାହେଲେ ସବୁ ସ୍ତ୍ରୀ ଲୋକ ମୋତେ ମା ଆଉ ଭଉଣୀ ପରି ଦେଖାଯିବେ। କୋଉ ଦୃଷ୍ଟିରେ ସୀତାଙ୍କ ପାଖକୁ ଯିବି?